ଜୟ ଜଗନ୍ନାଥ। ବୈରାଗ୍ୟ ବିବେକ ଦ୍ୱାରା ସତ୍ ଓ ଅସତ୍ର ନିତ୍ୟ ଓ ଅନିତ୍ୟର ପୃଥକୀକରଣ ହୋଇଯିବା ପରେ ଅସତ ତଥା ଅନିତ୍ୟ ପ୍ରତି ରହିଥିବାର ଅନୁରାଗ ସ୍ୱତଃ ହଟିଯାଏ। ଏହାର ନାମ ବୈରାଗ୍ୟ। ଯଦି ମନରେ ଭୋଗ ପାଇଁ ଅଭିଳାଷ ରହିଯାଏ, ଯଦି ସଂସାର ପ୍ରତି କେବଳ ଉପର ଠାଉରିଆ ଦ୍ୱେଷ ଓ ଘୃଣା ରହିଥାଏ, ତେବେ ତାହା ବୈରାଗ୍ୟ ନୁହେଁ। ବୈରାଗ୍ୟରେ ସର୍ବଦା ଆସକ୍ତିର ଅଭାବ ରହିଥାଏ। ଆନ୍ତରିକ ଅନାସକ୍ତିର ନାମ ହିଁ ବୈରାଗ୍ୟ। ଯାହାଙ୍କଠାରେ ପ୍ରକୃତ ବୈରାଗ୍ୟ ଜାତ ହୋଇଥାଏ, ତାଙ୍କ ଚିତ୍ତରେ ବ୍ରହ୍ମଲୋକ ପର୍ଯ୍ୟନ୍ତ ରହିଥିବା ସକଳ ଭୋଗରେ ଲେଶମାତ୍ର ଆସକ୍ତି ନଥାଏ। ସେ ଅସତ୍ ଓ ଅନିତ୍ୟ ପ୍ରତି ବିମୁଖ ହୋଇ ଅଖଣ୍ଡ ରୂପରେ ସତ୍ୟ ଓ ନିତ୍ୟରେ ଯୁକ୍ତ ହୋଇ ରହନ୍ତି। ଯେ ପର୍ଯ୍ୟନ୍ତ ଏପରି ବୈରାଗ୍ୟ ନ ଆସିଛି, ଜାଣିବାକୁ ହେବ ଯେ ସେ ପର୍ଯ୍ୟନ୍ତ ବୈରାଗ୍ୟରେ, ସେ ପର୍ଯ୍ୟନ୍ତ ବିବେକରେ କୌଣସି ତ୍ରୁଟି ରହିଯାଇଛି। ବିବେକ ତ୍ରୁଟିଶୂନ୍ୟ ହେଲେ ବୈରାଗ୍ୟ ଅବଶ୍ୟମ୍ଭାବୀ। ଇହଲୋକ ଓ ପରଲୋକର ସମସ୍ତ ପଦାର୍ଥରେ ଯେତେବେଳେ ଆସକ୍ତି ଓ ସମସ୍ତ କାମନାର ଅଭାବ ହୋଇଯାଏ, ତାହାକୁ ବୈରାଗ୍ୟ କୁହନ୍ତି। ମହର୍ଷି ପତଞ୍ଜଳି ଯୋଗ ଦର୍ଶନରେ କହିଛନ୍ତି, ସକଳ ବିଷୟରେ ତୃଷ୍ଣାରହିତ ହୋଇଥିବା ଚିତ୍ତର ଯେଉଁ ବଶୀକରଣ ଅବସ୍ଥା ଆସେ, ତାହାର ନାମ ବୈରାଗ୍ୟ। ପ୍ରକୃତିଠାରୁ ଅତ୍ୟନ୍ତ ବିଲକ୍ଷଣ ହୋଇ ଯେଉଁ ପୁରୁଷ ଅଛନ୍ତି, ତାଙ୍କ ବିଷୟରେ ଜ୍ଞାନ ହୋଇଗଲେ ତୃଷ୍ଣା ପ୍ରତି ଯେଉଁ ଅଭାବ ଆସେ, ସେହି ଅଭାବରୁ ପରମ ବୈରାଗ୍ୟ ବା ସର୍ବୋତ୍ତମ ବୈରାଗ୍ୟ କୁହାଯାଏ। ପରମହଂସ ସ୍ୱାମୀ ଶ୍ରୀ ନିଗମାନନ୍ଦ ଦେବଙ୍କ ତତ୍ତ୍ୱମାଳା ପୁସ୍ତକରେ ଲିଖିତ ହୋଇଛି ଯେ, ଚତୁର୍ବିଧ ସାଧନାର ଦ୍ୱିତୀୟ ସାଧନା ହେଲା ଇହ ଜଗତର ବିଷୟ ସୁଖେଚ୍ଛା ଓ ମୃତ୍ୟୁ ପରର ସ୍ୱର୍ଗ ସୁଖର ଇଚ୍ଛା। ଏ ଉଭୟ ପ୍ରକାର ସୁଖ ଭୋଗର ଇଚ୍ଛା ନ କରିବା ହେଉଛି ବୈରାଗ୍ୟ। ଭୋଗବସ୍ତୁ ସ୍ୱରୂପ ଅନିତ୍ୟ ଶରୀରଠାରୁ ବ୍ରହ୍ମ ପର୍ଯ୍ୟନ୍ତ ପର୍ଯ୍ୟାଲୋଚନା ପୂର୍ବକ ଶରୀରରେ ପୁନଃ ପୁନଃ ଦୋଷ ଦର୍ଶନ ଦ୍ୱାରା ବିଷୟ ପ୍ରତି ଯେଉଁ ବିରକ୍ତି ଭାବ ଆସେ, ତାର ନାମ ବୈରାଗ୍ୟ। ଶ୍ରୀ ଆଦି ଶଙ୍କରାଚାର୍ଯ୍ୟ ବିବେକ ଚୂଡ଼ାମଣିରେ କହିଛନ୍ତି, ବୈରାଗ୍ୟବାନ ମାନବ ପକ୍ଷରେ ହାର୍ଦ୍ଦିକ ତଥା ବାହ୍ୟ ଏହି ଉଭୟ ପ୍ରକାର ତ୍ୟାଗ ରହିବା ପରମ ଆବଶ୍ୟକ ଅଟେ। ଏପରି ବୈରାଗୀ ମନୁଷ୍ୟ ହିଁ ମୋକ୍ଷ କାମନା ହେତୁ ଅନ୍ତର୍ଗତ ସଙ୍ଗକୁ ତ୍ୟାଗ କରିଦିଏ। ଇନ୍ଦ୍ରିୟମାନଙ୍କ ବିଷୟ ସମୂହ ସହିତ ବାହ୍ୟ ସଂସ୍ପର୍ଶକୁ ଏବଂ ଅହଙ୍କାର ଆଦି ସହ ଆନ୍ତରିକ ସଂସ୍ପର୍ଶକୁ କେବଳ ବ୍ରହ୍ମନିଷ୍ଠ ପରମ ବୈରାଗ୍ୟବାନ ବ୍ୟକ୍ତି ପରିତ୍ୟାଗ କରିଦେଇପାରେ। ହେ ଜ୍ଞାନୀ ପୁରୁଷ, ବୈରାଗ୍ୟ ଓ ଜ୍ଞାନ ଏ ଦୁଇଟିକୁ ଚଢ଼େଇର ଦୁଇଟି ଡେଣା ପରି ମନେକର। ଏହି ଦୁଇଟି ବିନା କୌଣସି ପକ୍ଷୀ ଗୋଟିଏ ଡେଣାରେ କେବେ ହେଲେ ଉଡ଼ିପାରିବା ସମର୍ଥ ହୁଏ ନାହିଁ। ଠିକ୍ ସେହିପରି ମୁକ୍ତି ହେଲା ଗୋଟିଏ ପ୍ରାସାଦ। ତାର ଉପରି ଭାଗକୁ ଚଢ଼ିବାକୁ ଗୋଟିଏ ବଳରେ କେହି ସମର୍ଥ ହୋଇପାରେ ନାହିଁ। ଅର୍ଥାତ୍ ନିର୍ବାଣ ଲାଭ ପାଇଁ ବୈରାଗ୍ୟ ଓ ଜ୍ଞାନ ଏ ଉଭୟର ଆବଶ୍ୟକତା ରହିଛି। ଅତ୍ୟନ୍ତ ଶ୍ରେଷ୍ଠ ବୈରାଗ୍ୟବାନ ବ୍ୟକ୍ତି ହିଁ ସମାଧି ଲାଭ କରିପାରେ। ଜ୍ଞାନୀ ବ୍ୟକ୍ତି ଜାଗତିକ ସମସ୍ତ ପ୍ରକାର ବନ୍ଧନରୁ ମୁକ୍ତ ହୋଇଯାଏ। ଯିଏ ଏହି ବନ୍ଧନରୁ ମୁକ୍ତ ହୋଇଗଲା, ସେ ହିଁ ଶାଶ୍ୱତ ଆନନ୍ଦର ଯଥାର୍ଥ ଅଧିକାରୀ ଅଟେ। ସଂଯମୀ ପୁରୁଷ ପକ୍ଷରେ ବୈରାଗ୍ୟଠାରୁ ବଳି କିଛି ଶ୍ରେଷ୍ଠ ଗୁଣ ନାହିଁ। ଏହା ଆତ୍ମଜ୍ଞାନ ସହ ଅଭିନ୍ନ ରହିଥାଏ। ବୈରାଗ୍ୟବାନ ପୁରୁଷଙ୍କ ଚିତ୍ତରେ ସୁଖ ଦୁଃଖ ବିକାର ଜାତ ହୁଏ ନାହିଁ। ସେ ସେହି ଅଚଳ ଅଟଳ ଆଭ୍ୟନ୍ତରିକ ଧନାସକ୍ତି ବା ପୂର୍ଣ୍ଣ ବୈରାଗ୍ୟ ପ୍ରାପ୍ତ ହୁଅନ୍ତି, ଯାହାକି କୌଣସି ଅବସ୍ଥାରେ ତାଙ୍କ ଚିତ୍ତକୁ କୌଣସି ଆଡ଼କୁ ଆକର୍ଷିତ କରିବାକୁ ଦିଏ ନାହିଁ।